ଯେତେବେଳେ ଅନ୍ଧାର ତୁମ ଜୀବନକୁ ଗ୍ରାସ କରିବ, ସେତେବେଳେ ଭଗବାନ କୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଏହି 10ଟି କଥା ମନେ ରଖିବେ। ସଫଳତା ତୁମର ପାଦ ଚୁମ୍ବନ କରିବ। ଗୁଡ୍ ଆଫ୍ଟରନୁନ୍, ଆପଣମାନଙ୍କୁ ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତାହେଲେ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। କିନ୍ତୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭିତରୁ କେହି ଯଦି ଆଜି ମୋ ଚ୍ୟାନେଲରେ ନୂଆ ଥାନ୍ତି ତାହେଲେ ପ୍ଲିଜ୍ ପ୍ରଥମେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ ମୋ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ତାହେଲେ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। ଯେତେବେଳେ ଦୁଃଖ ବା ବିଫଳତା କିମ୍ବା ହତାଶର ଅନ୍ଧକାର ଆମ ଜୀବନକୁ ଗ୍ରାସ କରେ, ସେତେବେଳେ ଶ୍ରୀମଦ୍ ଭଗବତ ଗୀତାର ଶିକ୍ଷା ଆମକୁ ସଠିକ୍ ଦିଗ୍ଦର୍ଶନ ଦିଏ। ଏଠାରେ 10ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଆଯାଇଛି, ଯାହା ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ କହିଥିଲେ ଏବଂ ଯାହା ଆଜି ମଧ୍ୟ ଆମ ଜୀବନରେ ସମାନ ଭାବରେ ପ୍ରାସଙ୍ଗିକ। ଉପର ଏବଂ ତଳ ପ୍ରକୃତିର ନିୟମ। କାହାର ଜୀବନ ସବୁବେଳେ ସମାନ ରହେ ନାହିଁ। ଅନେକ ସମୟରେ ନିରାଶ, ଚାପ ଏବଂ ବିଫଳତା ଯୋଗୁଁ ଜୀବନରେ ଅନ୍ଧକାର ବ୍ୟାପିଯାଏ। ଏପରି ପରିସ୍ଥିତିରେ ପରବର୍ତ୍ତୀ କାର୍ଯ୍ୟ କ'ଣ କରାଯିବ ତାହା ନିଷ୍ପତ୍ତି ନେବା ପାଇଁ ସମୟ ବି ହୁଏ ନାହିଁ ବା ସମୟ ନାହିଁ। ଏହି ସମୟ ହେଉଛି ମାର୍ଗଦର୍ଶନର ସବୁଠାରୁ ଅଧିକ ଆବଶ୍ୟକତା। ଯଦି ଆପଣ ମଧ୍ୟ ଆପଣଙ୍କ ଜୀବନରେ କ୍ରମାଗତ ବିଫଳ ହେଉଛନ୍ତି ଏବଂ ଆଗକୁ ଯିବାର ପଥ ସହଜ ମନେ ହେଉନାହିଁ, ତେବେ ଏପରି ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଶ୍ରୀମଦ୍ ଭାଗବତ ଗୀତାର ଶିକ୍ଷା ଆପଣଙ୍କ ଜୀବନକୁ ଏକ ନୂତନ ଦିଗ୍ଦର୍ଶନ ଦେବାରେ ସହାୟକ ହୋଇପାରେ। ଗୀତା ଜୀବନକୁ ସଫଳ କରିବାର କଳା ଶିଖାଏ। ଏପରି ପରିସ୍ଥିତିରେ ଆଜି ଆମେ ଗୀତାର 10ଟି ଅମୂଲ୍ୟ କଥା ବିଷୟରେ ଜାଣିବା, ଯାହା ଆମକୁ କଷ୍ଟକର ସମୟରେ ପଥ ଦେଖାଇ ପାରିବ। ତୁମର କାମ କର, ଫଳାଫଳ ବିଷୟରେ ଚିନ୍ତା କର ନାହିଁ। ଆତ୍ମା ଅମର, ଜନ୍ମ ନିଏ ନାହିଁ କିମ୍ବା ମରେ ନାହିଁ। ଏହା ଆମକୁ ଶିକ୍ଷା ଦିଏ ଯେ ଆମେ ଏକ ଅମର ଶକ୍ତି। ଆସକ୍ତି ଏବଂ ଅଜ୍ଞତା ପରିହାର କରନ୍ତୁ। କୃଷ୍ଣ ବ୍ୟାଖ୍ୟା କରିଛନ୍ତି ଯେ ଆସକ୍ତି, କ୍ରୋଧ ଏବଂ ଲୋଭ ଆତ୍ମାକୁ ବାନ୍ଧି ରଖନ୍ତି ଏବଂ ଦୁଃଖର କାରଣ ମଧ୍ୟ ହୋଇଥାଏ। ଯିଏ ସଫଳତା ଏବଂ ବିଫଳତା, ସୁଖ ଏବଂ ଦୁଃଖକୁ ସମାନ ଭାବନା ସହିତ ଦେଖେ, କେବଳ ସେ ହିଁ ପ୍ରକୃତ ଯୋଗୀ। ଆମ ମନ ବନ୍ଧୁ ହୋଇଥାଏ ବି ଶତ୍ରୁ ବି ହୋଇଥାଏ। ଯଦି ଆମେ ମନକୁ ନିୟନ୍ତ୍ରଣ କରି ଆମେ ନିଜକୁ ଉନ୍ନତ କରିପାରିବା ନା, ତାହେଲେ ଆମଠାରୁ ବୁଦ୍ଧିମାନ କେହି ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଲୋଭ କେବଳ ଚରିତ୍ରକୁ ନଷ୍ଟ କରେ ନାହିଁ, ବରଂ ଜୀବନକୁ ବିପଥଗାମୀ କରିଥାଏ। ଏପରି ପରିସ୍ଥିତିରେ ଲୋଭ ତ୍ୟାଗ କରିବା ସର୍ବୋତ୍ତମ। ପ୍ରତ୍ୟେକ କଷ୍ଟକର ପରିସ୍ଥିତି କ୍ଷଣସ୍ଥାୟୀ। ଧୈର୍ଯ୍ୟ ରଖ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ। ଅଜ୍ଞତା ଆସକ୍ତିକୁ ଜନ୍ମ ଦିଏ ଏବଂ କେବଳ ଜ୍ଞାନ ଆତ୍ମାକୁ ପବିତ୍ର କରିଥାଏ। ତୁମେ ଯାହା କର ତାକୁ ଭଗବାନଙ୍କୁ ସମର୍ପିତ କରି କର, ତେବେ ହିଁ ତାହା ସଫଳ ହେବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟରେ ସମର୍ପଣ ଆବଶ୍ୟକ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯିଏ ମୋତେ ସଚ୍ଚା ହୃଦୟରେ ସ୍ମରଣ କରେ, ମୁଁ ସବୁବେଳେ ତାଙ୍କ ସହିତ ଅଛି। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ନିହାତି ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେବେ। ମୋତେ ତାହେଲେ ବିଦାୟ ଦିଅନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ନମସ୍କାର।